ଦାନ ଦେବାକୁ ଯୋଗ୍ୟ ତ? ଜଣେ ସୁଲତାନ ଥିଲେ, ଯିଏ ଦାନୀ ହିସାବରେ ଖଣ୍ଡମଣ୍ଡଳରେ ପ୍ରସିଦ୍ଧ ଥିଲେ। ତାଙ୍କ ପାଖକୁ ଯେ କେହି ଗଲେ ବି ସେ କିଛି ନା କିଛି ଦେଉଥିଲେ। ସେ ଜଣେ ମହାନ ଦାନୀ ବୋଲି ଅନେକ ପ୍ରଶସ୍ତି ମଧ୍ୟ ଶୁଣୁଥିଲେ। ଦିନେ ଜଣେ ଫକୀର ତାଙ୍କ ପାଖକୁ ଆସିଲେ। ସୁଲତାନ ପଚାରିଲେ, ଆପଣ କ'ଣ ଚାହାନ୍ତି କୁହନ୍ତୁ, ମାଗିବା ମାତ୍ରକେ ଦେବି। ଫକୀର କହିଲେ, ଯାହା ତୁମେ ସବୁଠାରୁ ଅଧିକ ମୂଲ୍ୟବାନ ବୋଲି ଭାବୁଛ ତାହା ଦିଅ। ସୁଲତାନ ତାଙ୍କ ଆଙ୍ଗୁଠିରେ ପିନ୍ଧିଥିବା ମୁଦି ବାହାର କରି ଦେଇଦେଲେ ଓ ଫକୀର ତାହା ନେଇ ବାହାରିଗଲେ। ପରଦିନ ମଧ୍ୟ ଫକୀର ଆସିଲେ ଓ ସେହି ସମାନ କଥା କହି ଦାନ ଚାହିଁଲେ। ସୁଲତାନ ମଧ୍ୟ ଏକ ଅତ୍ୟନ୍ତ ମୂଲ୍ୟବାନ ଦ୍ରବ୍ୟ ଦାନ ଭାବେ ଦେଲେ। ଏମିତି କିଛି ଦିନ ବିତିଗଲା। ପରେ ଦିନେ ରାଜାଙ୍କ ମନେ ହେଲା ଯେ ସେ ହୁଏତ ଜଣେ ଠକ ହାବୁଡ଼ରେ ପଡ଼ିଛନ୍ତି ଓ ଫକୀରମାନଙ୍କ ପ୍ରତି ତାଙ୍କ ଦୁର୍ବଳତାର ଫାଇଦା ସେ ଲୋକ ନେଉଛି। ସୁତରାଂ ପରଦିନ ଫକୀର ଦାନ ନେଇଗଲା ପରେ ସୁଲତାନ ତାଙ୍କୁ ନୀରବରେ ଅନୁସରଣ କଲେ। କିଛି ବାଟ ଗଲା ପରେ ଫକୀର ସେହି ଦାନକୁ ନଦୀ ଭିତରକୁ ଫିଙ୍ଗିଦେଲେ। ସୁଲତାନ ଏହା ଦେଖି ତଟସ୍ଥ ହୋଇ ବିରସ ମନରେ ଫେରିଆସିଲେ। ପରଦିନ ପୁଣି ଫକୀର ଆସି ପହଞ୍ଚିଲେ। ଏଥର ସୁଲତାନ ତାଙ୍କୁ କହିଲେ, ଆପଣ ଦାନ ପାଇବା ଲାଗି ଯୋଗ୍ୟ ନୁହନ୍ତି। ମୋଠାରୁ ଅତି ମୂଲ୍ୟବାନ ସନ୍ତକ ସବୁ ନେଇ ଆପଣ ନଦୀ ମଧ୍ୟକୁ ଫିଙ୍ଗି ଦେଉଛନ୍ତି। ଏଣିକି ଆପଣଙ୍କୁ ଦାନ ମିଳିବ ନାହିଁ। ଫକୀର କହିଲେ, ମୁଁ ପ୍ରଥମରୁ ଜାଣିଥିଲି ଯେ ତୁମେ ଦାନୀ ପଦବାଚ୍ୟ ନୁହେଁ, କାରଣ ଦାନ କଲା ପରେ ବି ସେହି ଦ୍ରବ୍ୟ ପ୍ରତି ତୁମର ମୋହ ତୁଟୁ ନାହିଁ। ପ୍ରଥମେ ତୁମେ ନିଜକୁ ଦାନ ଦେବାର ଯୋଗ୍ୟ କର। ଏହା କହି ଫକୀର ସେଠାରୁ ଚାଲିଗଲେ।